ମୁଁ ପवन କୁମାର ନାୟକ ଭଣ୍ଡାରୀ ପୋଖରୀ ଶାରଦା ବିଦ୍ୟା ମନ୍ଦିର ପ୍ରତିଷ୍ଠାତା ସଭ୍ୟ। ଆଜି ଓଡ଼ିଶାର ଏଚଏସସି ରେଜଲ୍ଟ ପ୍ରକାଶ ପାଇଛି। ଏଚଏସସି ରେଜଲ୍ଟ ପ୍ରକାଶ ପାଇବା ପରେ ଶାରଦା ବିଦ୍ୟା ମନ୍ଦିର ପରିସରରେ ଆନନ୍ଦ ମୁଖର ହୋଇଥିଲା। ବିଦ୍ୟାର୍ଥୀମାନଙ୍କ ମନରେ ହସର ଲହରୀ ଖେଳି ଯାଇଥିଲା। ପ୍ରତିବର୍ଷ ପରି ଏ ବର୍ଷ ଆମ ବିଦ୍ୟାଳୟ ତାର ସଫଳତା ବଜାୟ ରଖିଛି। ଭଣ୍ଡାରୀ ପୋଖରୀ ଅଞ୍ଚଳରେ ଯେଉଁ ଆଦର୍ଶ ଓ ନୈତିକ ଶିକ୍ଷାର ମନ୍ଦିର ଭାବରେ ମୁଣ୍ଡ ଟେକିଥିବା ଅନୁଷ୍ଠାନ ଚଳିତ ବର୍ଷ 8ଟି ପିଲା A1 ପାଇଁ ସଫଳତା ହାସଲ କରିଛନ୍ତି ଏବଂ ଏ ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି। ଏପର୍ଯ୍ୟନ୍ତ ତଥ୍ୟ ଅନୁସାରେ ଆମ ବିଦ୍ୟାଳୟର ଛାତ୍ରୀ ପ୍ରାଚୀ ପ୍ରିୟଦର୍ଶିନୀ ବୋଧହୁଏ ବ୍ଲକର ଟପର ହେଇଛି। ତାପରେ ପରବର୍ତ୍ତୀ ଯେଉଁ ଆସିନି ଏପର୍ଯ୍ୟନ୍ତ ସମସ୍ତ ତଥ୍ୟ ହାସଲ ହେଇନାହିଁ। ତଥାପି ଆମ ବିଦ୍ୟାଳୟ ନିଶ୍ଚିତ ଭଲ କରିଛି ଏବଂ 70 ଜଣ ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ 8 ଜଣ A1 ସଫଳତା ପାଇବା କମ୍ ବଡ଼ କଥା ନୁହଁ। ମୁଁ ଏହାର ସମସ୍ତ ଶ୍ରେୟ ବିଦ୍ୟାଳୟର ଗୁରୁଜୀ ଗୁରୁମାମାନଙ୍କୁ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅଭିଭାବକମାନଙ୍କର ଅକ୍ଳାନ୍ତ ପରିଶ୍ରମ, ସେମାନଙ୍କର ନିଷ୍ଠା ଧୈର୍ଯ୍ୟକୁ ମଧ୍ୟ ମୁଁ ପ୍ରଣାମ କରୁଛି। ଛାତ୍ରଛାତ୍ରୀମାନେ ମଧ୍ୟ ବହୁ ପରିଶ୍ରମ କରିଥିଲେ, ନିୟମିତ ବିଦ୍ୟାଳୟକୁ ଆସିଥିଲେ, ଗୁରୁଜୀ ଗୁରୁମାଙ୍କର ତତ୍ତ୍ୱାବଧାନରେ ପାଠ ପଢ଼ିଥିଲେ। ସମସ୍ତଙ୍କର ପରିଶ୍ରମର ଫଳ ଆଜି ବିଦ୍ୟାଳୟ ପାଇଛି। ଆଉ ଆଶା କରୁଥିଲେ ଆଉ କିଛି ଅଧିକା ମାର୍କ ରଖିଥିଲେ ଟିକେ ଭଲ ହେଇଥାନ୍ତା। ଆମେ ଦେଖୁଛୁ ରାଜ୍ୟ ସ୍ତରରେ ବି A1 ସେତେଟା ଭଲ ହେଇନି। ସେଥିରୁ ଯାହା ଜଣାପଡ଼ୁଛି ଆମେ ସେଥିରେ ଆତ୍ମସନ୍ତୋଷ ଲାଭ କରୁଛୁ। ନିଶ୍ଚିତ ବିଦ୍ୟାର୍ଥୀମାନେ ଯେଉଁମାନେ ସଫଳତା ପାଇନାହାନ୍ତି A1ରେ ସେମାନେ ଅଳ୍ପକରେ ବଞ୍ଚି ଯାଇଛନ୍ତି। ଅଳ୍ପ ନମ୍ବର ଥିଲେ ନିଶ୍ଚିତ ଆମ ବିଦ୍ୟାଳୟ 15ରୁ ପାଖାପାଖି 15-16 ଜଣ ବିଦ୍ୟାର୍ଥୀ A1 ରହିପାରିଥାନ୍ତେ। ଯାହା ସେଥିରେ ମନ ଦୁଃଖ କରିବାର ଆବଶ୍ୟକତା ନାହିଁ, କାରଣ ଏହା ଶେଷ ପରୀକ୍ଷା ନୁହଁ। ଆଗକୁ ଅନେକ ପରୀକ୍ଷା ଅଛି। ପିଲାମାନେ ଏମିତି ପରିଶ୍ରମ ବଜାୟ ରଖିଲେ ନିଶ୍ଚିତ ଓଡ଼ିଶାରେ ଏମାନେ ସୁନାମ ଅର୍ଜନ କରିବେ, ଏହି ଆଶା ପୋଷଣ କରୁଛି। ସମସ୍ତଙ୍କୁ ପୁଣି ଥରେ ଆମ ବିଦ୍ୟାଳୟ ତରଫରୁ କୃତଜ୍ଞତା, ଅଭିନନ୍ଦନ, ଶୁଭେଚ୍ଛା, ଶୁଭକାମନା। ଧନ୍ୟବାଦ। ମୁଁ ତାରାକାନ୍ତ ରାଉତ, ଶାରଦା ବିଦ୍ୟା ମନ୍ଦିର ପରିଚାଳନା କମିଟିର ସଦସ୍ୟ। ଆଜି ଆମେମାନେ ବହୁତ ଖୁସି ଅଛୁ ଯେ ଆମ ବିଦ୍ୟାଳୟ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏ ଅଞ୍ଚଳର ସୁନାମ ବଜାୟ ରଖିଛି। ଆମ ବିଦ୍ୟାଳୟର 70 ଜଣ ପିଲା ପରୀକ୍ଷା ଦେଇଥିବା ଭିତରୁ 8 ଜଣ A1ରେ ପାସ୍ କରିଛନ୍ତି ଏବଂ A2ରେ ମଧ୍ୟ 21 ଜଣ ପିଲା ଅଛନ୍ତି ଯେଉଁମାନେ କି ପାଖାପାଖି A2ରେ ଅଛନ୍ତି, A1ର ମାର୍କ ରଖିଛନ୍ତି। ତେଣୁ ସର୍ବୋପରି ଆମ ସ୍କୁଲ ପ୍ରତିବର୍ଷ ପରି ତାର ସୁନାମ ବଜାୟ ରଖିଛି ଓ ଏଥିପାଇଁ ମୁଁ ଆମର ପରିଚାଳନା କମିଟି ତରଫରୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାନଙ୍କର ଅକ୍ଳାନ୍ତ ପରିଶ୍ରମ ତଥା ପିଲାମାନଙ୍କର ପରିଶ୍ରମକୁ ସାର୍ଥକ କରିଥିବାରୁ ଧନ୍ୟବାଦ ଅର୍ପଣ କରୁଛି।